कले मजा आसबनी कारण मोर दीपटे दी जन दक्ष अच्छा तेणु गोटे मीमांसा नुआ मीमांसा दौचे हुए तो आगुरी कोड़ी शुणी न शुणी मुझे जानी शास्त्र कहे यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतं धर्म संस्थापनार्थाय संभवामि जुगे जुगे। अर्थात आपण माने जहाँ को देखुचंदी नाविक रूप से भगवान अवतरी भगवान कृष्ण जुगे जुगे अवतीर्ण होती भक्त मानकर कल्याण पाए किंतु मो सम्यक चारोटी अक्षर कहबी तुम्हें मीमांसा करिवो दाबा नल मु जानिबी कौन दाबा नल हाँ आउ टिके धरई दउची दाबा नल कौन कौठी हेइथिला केमिति हेइथिला किए मीमांसा करथिला किए कोन करथिला तमे टिके पदे पदे हो प्रथमे आस्थिला आरंभ कर श्रीमद् भागवत दशम स्कंध अरे ये काई तुमरा के हमर पड़ी नि विषय हो तो खाली जति चेष्टा करबा निश्चित मो स्वागत करिबी मो कलाकार ना भूल हेले कहि देबी ठीक हेले सहयोग करिबी काबा नळ आज्ञा सुनन्तु ज्ञानी विवेक आज्ञा सुनन्तु ज्ञानी विवेक दैनो मुन्न है सुनन्तु ज्ञानी विवेक आज्ञा काबानलो कथा किछि आज्ञा काबानलो कथा किछि बोले बोल मुन्न है सुनन्तु ज्ञानी विज्ञानी आज्ञा सत्य जुगे अनुलाद बामन संगरे बाद आज्ञा सत्य जुगे अनुलाद बामन संगरे बाद आज्ञा सही थारे कामानल हेला उत्पन्न है सुनन्तु विज्ञानी कामानल नुहे ताबानल तापानल ताबानल तापा नहीं तापानल मु कहि हाँ से कहले कामानल अब जेलु देखिया विश्व पंडित विश्व पंडित किछि मु गायन करे कोई व्रत विश्व पंडित विश्व पंडित
ପଣ୍ଡିତ କାପାନଳ ସାର୍ ନାଇଁ କି ଦାବାନଳ କାପାନଳ ଆଜ୍ଞା ପ୍ରଥମ ଠାକ ଛାଡ଼ିଦେଲି ଯେ ଯେତେବେଳେ କହିଦେଇଥିଲି ଆଜ୍ଞା ବ୍ରାହ୍ମଣ ବଲିଦାର କଥା ବ୍ରାହ୍ମଣ ସେତେବେଳେ ସବୁ ଆଶ୍ଚର୍ଯ୍ୟ ହେଇଯାଇଥିଲେ ଆଶ୍ଚର୍ଯ୍ୟ କରି ଆଜ୍ଞା ତାପ ବା କାପା ହେଇଯିବା ଇଏ ସତ୍ୟ ଗଲା ତ୍ରେତୟା ଆଉ ତ୍ରେତୟା କଥା ଆମେ ପୁଣି କହିବା ଆଉ ଶୁଣ ଶୁଣ ସୁଜଲେ ଏଇ ମନ ଦାବାନଳ କଥା କିଛି କିଏ ବିଜ୍ଞାনী କହିବ ତ ଭଲା ଦୁଃଖୀରେ ସେ ମିଳିଲା ବିଜ୍ଞାনী କହିବ ତ ଥିଲା ଗଙ୍ଗା ନଦୀରେ ମିଳିଲା ତାର କରିଥିଲା ସେନା କି କହିଲ ଶୁଣ ଶୁଣ ପଣ୍ଡିତ ଏଇ ମନ ଆଉ ଶୁଣନ୍ତୁ ଜ୍ଞାନୀ ପଣ୍ଡିତ ଦେଇନଛି ତ ଶୁଣ ଜ୍ଞାନୀ ପଣ୍ଡିତ ଆଜ୍ଞା କଳିଯୁଗ କଥା କଳିଯୁଗ କଥା ପରେ ବର୍ଣ୍ଣିତ ହେ ଶୁଣ ହେ ଜ୍ଞାନୀ ପଣ୍ଡିତ ଆଜ୍ଞା କୋଳା ପାହାଡ଼ ଭୟରେ ଜଗନ୍ନାଥ ଡରି କୋଳେ ଜଗନ୍ନାଥ ଡରି କୋଳେ ଆଜ୍ଞା ଯାଇ ପାତାଳି ହଇଲେ ପ୍ରଭୁ ଶାସ୍ତ୍ର ବିଦିତ ହେ ଶୁଣନ୍ତୁ ଜ୍ଞାନୀ ପଣ୍ଡିତ ଆଜ୍ଞା ନଦିଆ ନବଦ୍ୱୀପରେ ଶ୍ରୀ ଚୈତନ୍ୟ ଆସିବା ବାରେ ଶ୍ରୀ ଚୈତନ୍ୟ ଆସିବା ବାରେ ପାତାଳି ଉଦ୍ଧାର କଲେ ଶାସ୍ତ୍ର ମତରେ ଶୁଣନ୍ତୁ ଜ୍ଞାନୀ ପଣ୍ଡିତ ହ୍ୟାଲୋ ପ୍ରିୟ ଦର୍ଶକ ବନ୍ଧୁ ଆପଣମାନେ ଜାଣୁଥିବେ ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ କଥାରେ ଅଛି କିନ୍ତୁ ପ୍ରକୃତରେ ଉଭୟ ମୋର ଦକ୍ଷ କଳାକାର ଭାବରେ ମୁଁ କହିଥିଲି ହେଲେ କଣ କରିବି ମୁଁ ତ ପରିସ୍ଥିତିର ଦାସ ମୁଁ ତାଙ୍କୁ ବାରମ୍ବାର ସୂଚନାତ୍ମକ ଭାବରେ କହିଛି ଯୁଗାତ୍ମକ ଯାହା ନାହିଁ ଭାଗବତର ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଧରେ ଅଛି ଯେତେବେଳେ କହିଦେବି ଉତ୍ତର ଦର୍ଶକ ଚାହୁଁଛନ୍ତି କହିବା ପାଇଁ କହିଦେବି ହଉ ପ୍ରକୃତରେ ଦାବାନଳ ପାନ ସେଇଟା ଏକ ଲୀଳା ଥିଲା ଭଗବାନଙ୍କର ସେଇଥିପାଇଁ ମୁଁ ଗାଇଥିଲି ଯଦାଦାୟନସ୍ୟ ଭଗବାନଙ୍କର ଯୁଗ ଅବତାର ଭାବରେ ଦାବାନଳ ପାନ କରି ସେ ଗୋପାଳ ମାନଙ୍କୁ ଉଦ୍ଧାର କରିଥିଲେ ଗାଈ ଚରେଇ ଯିବା ସମୟରେ ସେ ଅନେକ ଜଙ୍ଗଲ ଭିତରକୁ ପଳେଇ ଯାଇଥିଲେ ଯାହାଫଳରେ ସେଠି ଦାବାନଳ ବୋଲି ଗୋଟେ ମାୟାସୁର ଜାତ ହେଇଥିଲା ତାକୁ ସେ ପାନ କରିଦେଇଥିଲେ ଘାସ ପତ୍ର ଶୁଖିଲା ସବୁ ପୋଳିଗଲା ସେଇଟାକୁ ଭଗବାନ ପାଇକି ଗୋପାଳ ମାନଙ୍କୁ ରକ୍ଷା କରିଥିଲେ ସେଇଟାକୁ କୁହାଯାଏ ଦାବାନଳ ପାନ ବୁଝିହେଲେ ପରବର୍ତ୍ତୀ ଷ୍ଟେଜରେ ୟାକୁ ଆଉ ଟିକେ ମଡିଫିକେସନ କରିବା ସମୟ ବି ଦେବା ଆସ ଉଭୟ କଳାକାର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଦେବା